କଲିକତା ଆସନସୋଲଠାରେ ଜାତୀୟ 13ତମ ତାଇକୋଣ୍ଡ ଚାମ୍ପିଅନସିପ୍ ପ୍ରତିଯୋଗିତା ବ୍ଲାକ୍ ବେଲ୍ଟ ଆକ୍ସନ୍ ମାର୍ଟିଆଲ ଆର୍ଟ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଦେବାଶିଷ ଘଟକ ଫାଉଣ୍ଡେସନ ଏହାର ସହଯୋଗ କରିଥିଲେ। ଏଥିରେ ଦେଶର ବିଭିନ୍ନ ରାଜ୍ୟଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରିଥିଲେ। ଚମ୍ପିଆନ ଝାଡ଼ଖଣ୍ଡ ହୋଇଥିବା ବେଳେ ରନର୍ସ ଅଫ୍ ଓଡ଼ିଶା, ଦ୍ୱିତୀୟ ରନର୍ସ ଅଫ୍ ମଣିପୁର ହୋଇଥିଲା। ଅନୁଗୁଳ ଜିଲ୍ଲା କଣିହା ବ୍ଲକ କଣିହା ଅଞ୍ଚଳ ହେଉଛି ଏକ ଶିଳ୍ପ ସମୃଦ୍ଧି ଅଞ୍ଚଳ। ଏହି ଅଞ୍ଚଳରୁ ଛୋଟ ଛୋଟ ପିଲାମାନଙ୍କୁ ନେଇ ଏନ୍ଟିପିସିରେ SMS ଏକାଡେମୀରେ ପ୍ରଶିକ୍ଷଣ ଦେଇ ଏକାଡେମୀର କୋଚ୍ ମାଷ୍ଟର ଅନିଲ କୁମାର ରାଉଳ କଣିହା ବ୍ଲକ, ଅନୁଗୁଳ ଜିଲ୍ଲା, ଓଡ଼ିଶା ଏବଂ ଜାତୀୟ ସ୍ତରରେ ଢେର ସାରା ସୁନାମ ଅର୍ଜନ କରିଛନ୍ତି। କଲିକତାର ଆସନସୋଲଠାରେ ଚଳିତ ଡିସେମ୍ବର 20 ଓ 21 ତାରିଖ 2 ଦିନ ଧରି ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବା 18 ଜଣ ବାଳକ ବାଳିକା ବ୍ରୋଞ୍ଜ, ସିଲଭର ଏବଂ ଗୋଲ୍ଡ ପଦକ ପାଇଥିବା ବେଳେ ବେଷ୍ଟ କୋଚ୍ ଆୱାର୍ଡ ଜାତୀୟ ସ୍ତରରେ SMS ଏକାଡେମୀ NTPC କଣିହାର ମାଷ୍ଟର ଅନିଲ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଛି। ଏକାଡେମୀର ମ୍ୟାନେଜର ଶ୍ରୀଦେବୀ ପ୍ରଧାନ, ଅଫିସର କାଶୀନାଥ ଦାସ, ପରେଶ ସାହୁ, ସତ୍ୟଜିତ ବେହେରା ଆୱାର୍ଡ ପାଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। SMS ଏକାଡେମୀ NTPC କଣିହା ସଭାପତି ଆଲୋକ କୁମାର ସାହୁ, ଉପସଭାପତି ବିଜୟ କୁମାର ବେହେରା, ମାଗୁଣୀ ଚନ୍ଦ୍ର ନାୟକ, ସୁରେଶ ସାହୁ, କୋଷାଧ୍ୟକ୍ଷ ସସ୍ମିତା ଗଡ଼ନାୟକ, ବେଦବ୍ୟାସ ମିଶ୍ର, NTPC INTUC ୟୁନିୟନର କର୍ମଚାରୀ ସଂଘର ସମ୍ପାଦକ ସୁଶୀଲ କୁମାର ବେହେରା, ଜଗବନ୍ତ ସାହୁ ଆଦି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ। ଆଗକୁ କେମିତି କଣିହା ଅଞ୍ଚଳର ବାଳକ ବାଳିକାମାନେ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିବେ, ସେ ନେଇ ମନ୍ତବ୍ୟ ରଖିଥିଲେ। ଟୋଟାଲ ତ ଆମେ 25 ଜଣ ଯାଇଥିଲୁ। ସେଇ ଭିତରୁ 19 ଜଣ ଖେଳିଥିଲେ, ଆମର ଫାଇଟ୍ କରିଥିଲେ। ତା ଭିତରୁ 17ଟା ଗୋଲ୍ଡ ମେଡ଼ାଲ ଆସିଥିଲା, 13 ଜଣ ପାଇଥିଲେ ସିଲଭର ମେଡ଼ାଲ, ଆଉ ବ୍ରୋଞ୍ଜ ବି 12ଟା ପାଇଥିଲେ। 3ଟା ଇଭେଣ୍ଟ ହେଇଥିଲା, ତା ଭିତରେ ସମସ୍ତେ ଆଚିଭମେଣ୍ଟ କରିଥିଲେ। ମାନଙ୍କ ପ୍ରତିଭା ଦେଖି କ'ଣ କହିବା? ମୁଁ କହିବି କି ସମସ୍ତେ ଏଇଥିରେ ଇନଭଲ୍ଭ ହେବା ଦରକାର, କାହିଁକିନା ଆମେ ଖାଲି ଯେ ଲେଡ଼ିଜ୍ ମାନେ ଝିଅ ପିଲା ନୁହଁ, ପୁଅ ପିଲା ବି କରିବା ଦରକାର। ସମସ୍ତେ ସୁରକ୍ଷିତ ଆଜିକା ଡେଟ୍ରେ ଯେମିତି ସବୁ ମାନେ ପ୍ରୋବ୍ଲେମ୍ ଆସୁଛି, ଫେସ୍ କରିବା ପାଇଁ ପଡ଼ୁଛି, ତ ସମସ୍ତଙ୍କୁ ସୁରକ୍ଷା ପାଇଁ କୌଶଳ ଜାଣିବା ଦରକାର। ସମସ୍ତେ ଆମକୁ ସପୋର୍ଟ କଲେ ସବୁ ଘରୁ ସବୁ ଝିଅମାନେ ବାହାରି ପାରିବେ କରିବା ପାଇଁ। ଦେଖନ୍ତୁ, SMS ଏକାଡେମୀ ଇଏ ଗୋଟିଏ ଏମିତି ସଂସ୍ଥା ଯିଏକି ବର୍ତ୍ତମାନ ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରରେ ନାଁ କମାଇବାକୁ ଆରମ୍ଭ ହୋଇଗଲାଣି ଏବଂ ବହୁତ ମଧ୍ୟ ମେଡ଼ାଲ ପାଇଗଲେଣି। ଆଗକୁ ମଧ୍ୟ କଣିହା ଅଞ୍ଚଳର ସବୁ ପ୍ରତିଭା ଖୋଜିକି ବାହାର କରାଯିବ ଏବଂ ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ ସେମାନଙ୍କର ନାଁ କମିବ ଏବଂ ଆନ୍ତର୍ଜାତୀୟ ସ୍ତରକୁ ମଧ୍ୟ ତାକୁ ଉନ୍ନତ କରାଯିବା ପାଇଁ ସବୁ ପ୍ରକାର ଚେଷ୍ଟା ଏବଂ ବ୍ୟବସ୍ଥା ଗ୍ରହଣ କରାଯିବ। କ'ଣ ଏତେ କଳକାରଖାନା ଏଠି ଅଛି, ଆପଣମାନଙ୍କର ଜରିଆରେ କ'ଣ ସହଯୋଗ କରିପାରିବେ? ଦେଖନ୍ତୁ, କଳକାରଖାନା ଯେତେ ଗୁଡ଼ିଏ କଳକାରଖାନା ଅଛି, କୌଣସି କମ୍ପାନୀ, କୌଣସି ଇଣ୍ଡଷ୍ଟ୍ରି ଏ SMS ଏକାଡେମୀ ଏପର୍ଯ୍ୟନ୍ତ କୌଣସି ସାହାଯ୍ୟରେ ହାତ ବଢ଼େଇ ନାହିଁ। ଏବଂ ତାଙ୍କୁ ଆମର ଅନୁରୋଧ କରୁଛୁ ଯେ ଆମର SMS ଏକାଡେମୀ କେମିତି ଜାତୀୟ ସ୍ତରରେ ନାଁ କମେଇବ ଏବଂ ଆନ୍ତର୍ଜାତୀୟ ସ୍ତରରେ ତା'ର ପ୍ରତିଭା ପ୍ରଦର୍ଶନ କରିବ ଏବଂ କମ୍ପାନୀ ତରଫରୁ ଆମକୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉ। ଯେଉଁ ଜଣେ ଗ୍ରାମାଞ୍ଚଳ ଜଣେ କୋଚ୍ର ପାଇଛନ୍ତି, ଆୱାର୍ଡ଼ ପାଇଛନ୍ତି, ତାକୁ ଆମର କିଭଳି ଦେଖୁଛନ୍ତି? ଦେଖନ୍ତୁ, ସେ ଜଣେ ପ୍ରତିଭାବାନ ବ୍ୟକ୍ତି ଏବଂ ତାଙ୍କର ପ୍ରତିଭା ବର୍ତ୍ତମାନ ରାଜ୍ୟ ଏବଂ ସାରା ଜାତୀୟ ସ୍ତରରେ ମଧ୍ୟ ପ୍ରତିଭାର ପ୍ରତିଫଳନ ସେ ଦେଖାଇ ସାରିଲେଣି ଏବଂ ତାଙ୍କୁ ମଧ୍ୟ ଓଡ଼ିଶା ତରଫରୁ ତାଙ୍କ ସେକ୍ରେଟାରୀ ହିସାବରେ ତାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ଏବଂ ଆଗକୁ ମଧ୍ୟ ସେ ବହୁତ ନାଁ କମେଇବେ। ତାଙ୍କର ନାଁ ଭାରତ ବର୍ଷରେ ବିଖ୍ୟାତ ହେବ। ମୁଁ ପ୍ରଥମେ ତ SMS ଏକାଡେମୀର କୁନି କୁନି ପିଲାମାନଙ୍କୁ ତ ପ୍ରଥମେ କଂଗ୍ରାଚୁଲେସନ୍ ଦେଉଛି। ସେମାନେ ଯେହେତୁ ଜାତୀୟ ସ୍ତରରେ ବହୁତ ଗୋଟେ ନାଁ କମେଇ ଆସିଛନ୍ତି, ସେକେଣ୍ଡ ପୋଜିସନ୍ ହେଇଛନ୍ତି। ଆଉ ତାଙ୍କର କୋଚ୍ ଆଉ ତାଙ୍କ ଅନିଲ କୁମାର ରାଉଳ ଆଉ ଶ୍ରୀଦେବୀ ପ୍ରଧାନଙ୍କୁ ବି ବହୁତ ବହୁତ ଧନ୍ୟବାଦ ଦେଉଛି, ଯେହେତୁ ଆମର କଣିହା ବ୍ଲକର ସବୁ କୁନି କୁନି ପିଲାମାନଙ୍କୁ ନେଇ ଗୋଟେ ଜାତୀୟ ସ୍ତରର ମଞ୍ଚ ପ୍ରଦାନ କରୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ତାପରେ ଆମର ଦେବତନ କ୍ଲବ୍ ବି ମାନେ ବହୁତ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେମାନେ ତାକୁ ବହୁତ ପ୍ରକାର ବି ସ୍କୋପ୍ ଦେଉଛନ୍ତି, ଯେମିତି ଆଗକୁ ଆହୁରି ଟିକେ ମାନେ ସେମାନେ କେମିତି ଉଚ୍ଚସ୍ତରୀୟ ମାନେ ଇଏ ପାଇବେ, ଆମର ଟ୍ରେନିଂ ପାଇବେ, ସେଇଟା ବି ବ୍ୟବସ୍ଥା ସେମାନଙ୍କୁ ଅନୁରୋଧ କରାଯିବ, ସେମାନେ କେମିତି କରିବେ। କଣିହା ବ୍ଲକରେ ଯେତେବେଳେ ସରକାର ସ୍ତରରୁ ରାଶି ଆସେ କ୍ରୀଡ଼ା ପାଇଁ, ସେଭଳି କେମିତି ସାହାଯ୍ୟ ଆଗକୁ କରିପାରିବେ? ଅଛି ଆମର NTPC କଣିହାରେ ବି ବହୁତ CSR ଆକ୍ଟିଭିଟିରେ ବହୁତ ବି କାମ ହେଉଛି ଆଉ NTPCର ମ୍ୟାନେଜମେଣ୍ଟ ବି ସେଥିପାଇଁ ବହୁତ ବି ସହଯୋଗର ହାତ ବଢ଼ାଉଛନ୍ତି। ଯେମିତି ଆମର ସ୍କୁଲ ଆଥଲେଟିକ୍ସ, ତାପରେ ବାହାର ମାନେ ଯେତେ CSR ୱାର୍କ ହେଉଛି NTPCର ହାତ ମାନେ ସଦାବେଳେ ଆଗରେ ହିଁ ରହୁଛି। ଆମର ଏଠି ପାଖରେ ବହୁତ ପ୍ଲାଣ୍ଟ ଅଛି, କିନ୍ତୁ NTPCର ହାତ ସଦାବେଳେ CSR ପାଇଁ ସଦାବେଳେ ଆଗରେ।
2005 ମସିହାରେ ସଂସ୍ଥା ଗଢ଼ି ଉଠିଛି, କେମିତି ଆପଣମାନଙ୍କର ସହଯୋଗ ରହିବ? ନା ମାନେ ସେତେବେଳେ ତ ବି ମୁଁ ଏସ୍ଏମ୍ସି ଏକାଡେମୀ ସହିତ ତ ବହୁତ ମାନେ ଜଡ଼ିତ ଥିଲି, ମାନେ ସେତେବେଳେ ମୁଁ ଆର୍ସିରେ ଥିଲି। ତାପରେ ବି ଆଜି ପର୍ଯ୍ୟନ୍ତ ବି ମାନେ କେମିତି ଏସ୍ଏମ୍ସି ଏକାଡେମୀ କେମିତି ପିଲାମାନଙ୍କୁ କୁନି କୁନି ପିଲାମାନଙ୍କୁ ଶାରୀରିକ ସକ୍ଷମ ମାନସିକ ସକ୍ଷମ କରିପାରିବ, ସେଇଟା ପାଇଁ ବି ମାନେ ମୁଁ ସଦାବେଳେ ଅନିଲ ବାବୁଙ୍କୁ ବି ମୁଁ ସେଇ କଥା ଆଲୋଚନା କରେ, କେମିତି ଆକୁ ସେ କରିପାରିବ, ତା'ର ମାନେ ସାହାଯ୍ୟ ବି କରିପାରିବ। ତମକୁ କ'ଣ ପ୍ରାଇଜ୍ ମିଳିଲା? ମୁଁ ଆସାନସୋଲ ଯାଇଥିଲି, ଆମର ହେଇଠି ଥିଲା 13th ଓପେନ୍ ନ୍ୟାସନାଲ୍ ଚାମ୍ପିଅନସିପ୍ ଟାଇକୋଣ୍ଡୋ ଚାମ୍ପିଅନସିପ୍। ଆଉ ଏଥିରେ ମୁଁ ନେଇଥିଲି କ୍ୟୁରୋଗି ଯେଉଁଟା ହେଉଛି ଫାଇଟ୍, ପୁମ୍ସେ ଯେଉଁଟା ହେଉଛି କାଟା ମାନେ ଓନ୍ଲି ଫ୍ରି ହ୍ୟାଣ୍ଡ, ଆଉ ଫ୍ରି କିକିଂ ଆମେ ଏମିତି କରୁ। ଆଉ ଗୋଟେ ଥିଲା କିକିଂ, ମାନେ ଦେଖୁଥିଲେ କେମିତି ମାନେ କିକିଂର ଟେକ୍ନିକ୍ ଦେଖୁଥିଲେ, ପାୱାର ଦେଖୁଥିଲେ, ସାଉଣ୍ଡ ଦେଖୁଥିଲେ। ଏମିତି ମୋତେ କିକିଂରେ ଗୋଲ୍ଡ ମିଳିଛି, ଆଉ ପୁମ୍ସେରେ ସିଲଭର, ଆଉ ଫାଇଟିଂରେ ମାନେ ଯେଉଁଟା କ୍ୟୁରୋଗି ଏଥିରେ ମୋତେ ଗୋଲ୍ଡ ମିଳିଛି। ଅନୁଗୁଳ କଣିଆରୁ ମାଗୁଣୀ ଚନ୍ଦ୍ର ନାୟକ ରିପୋର୍ଟ, ଓଡ଼ିଶା।